ସିଦ୍ଧାର୍ଥ ଟିଭିରେ ପ୍ରସାରିତ ହେଉଥିବା ନୂଆ ମେଗା ଧାରାବାହିକ ତୁ ମୋ କେଦାର ମୁଁ ତ ଗୌରୀର ଶୁଭ ଆରମ୍ଭ ହୋଇସାରିଛି। ଆଉ ପ୍ରଥମ ଏପିସୋଡ଼ ମଧ୍ୟ ଦେଇସାରିଲାଣି। ଯଦି ଆପଣମାନେ ଦେଖିନାହାନ୍ତି ତ ନିଶ୍ଚିନ୍ତ ଭାବରେ ଦେଖିନିଅନ୍ତୁ। ଦର୍ଶକ ବନ୍ଧୁ, ତୁ ମୋ କେଦାର ମୁଁ ତ ଗୌରୀ ସିରିଏଲର ପ୍ରଥମ ଏପିସୋଡ଼ରେ ଆପଣମାନେ ଦେଖିଥିବେ ଶିବାନୀ ମନ୍ଦିରକୁ ଯାଉଛନ୍ତି ପୂଜା କରିବା ପାଇଁ। ଆଉ ଏପଟେ ତାଙ୍କ ବାପା ଟିଫିନ୍ ରେଡ଼ି କରିବା ପାଇଁ ତାଙ୍କ ସ୍ତ୍ରୀ ରତ୍ନାକୁ କହୁଛନ୍ତି, କିନ୍ତୁ ତାଙ୍କ ସ୍ତ୍ରୀ ଶୁଣୁନାହାନ୍ତି ଆଉ କହୁଛନ୍ତି ତମ ଝିଅକୁ କୁହ, ତମ ଝିଅ ଟିଫିନ୍ ରେଡ଼ି କରିବ। ଏହାପରେ ରତ୍ନାଙ୍କ ଝିଅ ଆସୁଛନ୍ତି ଆଉ କହୁଛନ୍ତି ମାମା ମୁଁ କେମିତି ଦେଖାଯାଉଛି ଏ ଡ୍ରେସ୍ରେ। ଆଉ ଠିକ୍ ସେହି ସମୟରେ ତାଙ୍କ ବାପା ଆସି ତାଙ୍କ ଝିଅକୁ ଗାଳି କରୁଛନ୍ତି ଆଉ କହୁଛନ୍ତି ତୁ ଏଭଳି ଡ୍ରେସ୍ ପିନ୍ଧି ଯିବୁ, ସମସ୍ତେ ମୋତେ କ'ଣ କହିବେ, ଲୋକନିନ୍ଦା ହେବ। ରତ୍ନା କହୁଛନ୍ତି ତମେ ମୋ ଝିଅକୁ କିଛି ବି କହିପାରିବନି, ମୋ ଝିଅ ଏଇ ଡ୍ରେସ୍ରେ ହିଁ ଯିବ। ଆଉ ଏହାପରେ ରତ୍ନା କହୁଛନ୍ତି ଯାଅ ତମ ମାଆଙ୍କୁ କହିବ ଟିଫିନ୍ ପ୍ୟାକ୍ କରିବେ, ମୁଁ କରିପାରିବିନି। ଆଉ ଶିବାନୀକୁ ସମସ୍ତେ ଏ ଘରେ ମୁଣ୍ଡରେ ବସେଇଛ ନା, ଏ ଘରକୁ ଯାହା ପ୍ରଥମେ ଆଉଛି ତାକୁ ଦେଉଛ, ମୋ ଝିଅ ଏ ଘରେ କିଛି ନୁହଁ। ଏକଥା କହି ରତ୍ନା ସମସ୍ତଙ୍କ ଉପରେ ରାଗୁଥିବା ସମୟରେ ତାଙ୍କ ପୁଅ ଆସି କହୁଛନ୍ତି ଶିବାନୀଙ୍କ ଦୟାରେ ତ ଏ ଘର ଚାଲିଛି, ତା ଦୋକାନ ଆଉ ଏ ଟିଫିନ୍ ଯୋଗୁଁ ଏ ଘର ଚାଲିଛି। ଏହାପରେ ରତ୍ନା ରାଗି ଯାଉଛନ୍ତି ଆଉ କହୁଛନ୍ତି ସେ ଶିବାନୀକୁ ଏ ଘରକୁ ଆଣିବାଟା ଥିଲା ଭୁଲ, ତାକୁ ଏ ଘରକୁ ଆଣିକି ମୁଁ ବହୁତ ବଡ଼ ଭୁଲ କରିଦେଇଛି। ତ ଦର୍ଶକ ବନ୍ଧୁ, ଏହା ଥିଲା ତୁ ମୋ କେଦାର ମୁଁ ତ ଗୌରୀର ଫାଷ୍ଟ ଏପିସୋଡ଼। ତ ଦର୍ଶକ ବନ୍ଧୁ, ଆପଣମାନେ ନିଶ୍ଚିନ୍ତ ଭାବରେ ଦେଖନ୍ତୁ। ଆଉ ଆପଣମାନେ ଆଗାମୀରେ ଦେଖିବାକୁ ପାଇବେ ମନ୍ଦିରରେ ହିରୋ ହିରୋଇନ୍ ଆମ୍ନା ସାମ୍ନା ହେଉଛନ୍ତି। ଦର୍ଶକ ବନ୍ଧୁ, କେଦାର ଗୌରୀ ସିରିଏଲର ଅଭିନେତ୍ରୀ ରୂପାଲି ମିଶ୍ରଙ୍କ ଅଭିନୟ ଆପଣମାନଙ୍କୁ କେମିତି ଲାଗୁଛି ଆପଣମାନେ କମେଣ୍ଟରେ ନିଶ୍ଚିନ୍ତ କୁହନ୍ତୁ।